ବାର ଭିତରେ ବାର ସେଇଟା ପୁଣି ରବିବାର। ଆଉ ରବିବାରକୁ ସ୍ପେଶାଲ କରିବା ପାଇଁ ଆମ ନନଭେଜ୍ ଲଭର୍ମାନଙ୍କ ପାଇଁ ମଟନ୍ ଅପସନ୍ଟା ବହୁତ ହି ବଢ଼ିଆ। ସେଥିପାଇଁ ମାର୍କେଟରୁ 300 ଗ୍ରାମ ମଟନ୍ ନେଇ ଆସିଥିଲି। ଆଉ ଭଲ ଭାବରେ ଧୁଆଧୁଇ କରି ତାକୁ ଗୋଟିଏ ତାଟିଆରେ ରଖି ସବୁ ମସଲା ପକାଇକି ମ୍ୟାରିନେଟ୍ କରିନେଇଥିଲି। ତାପରେ କଢ଼ାରେ ତେଲ ପକାଇ ଗରମ କରିଦେଇଥିଲି। ଧୂଆଁ ହେଲା ପରେ ସବୁ ମ୍ୟାରିନେଟ୍ କରିଥିବା ମଟନ୍କୁ ପକାଇ ଦେଇଥିଲି। ତାପରେ ତାକୁ ଟିକେ ଗୋଳାଗୋଳି କରିଦେଇଥିଲି। ଗୋଳାଗୋଳି କରିସାରିଲା ପରେ ତାକୁ ଟିକେ ଢାଙ୍କୁଡ଼ି ଦେଇଥିଲି। ଢାଙ୍କୁଡ଼ା ଖୋଲିଲି ଆଉ କାଟିକି ରଖିଥିଲି ଗୋଲ ଗୋଲ କରିକି 4 ପିସ୍ ଲେଖା ଆଳୁ। ତାପରେ ଆମ ମଟନ୍ ଲଭର୍ମାନଙ୍କ ପାଇଁ ଆଳୁ ଆଉ ମଟନ୍ ଝୋଳ ବହୁତ ହି ସ୍ପେଶାଲ। ତାପରେ ଆଳୁକୁ ପକାଇ ଦେଇକି ଟିକେ ଗୋଳାଗୋଳି କରିଦେଇଥିଲି ଏପଟ ସେପଟ। ତାପରେ କ'ଣ କରିଥିଲା, ମଟନ୍ରେ ଟିକେ ଦହି ପକାଇଥିଲି। ମଟନ୍ରେ ଦହି ପକାଇଲେ କ'ଣ ହେବ, ଗ୍ରେଭିଟା ପୁରା ମସ୍ତ ଆସିବ ଆଉ ବଢ଼ିଆ ଟେଷ୍ଟ ଆସିବ। ତାପରେ କିଛି ସମୟ ପରେ ମଟନ୍ ଖୋଲିକି ଖାଇଥିଲି। ମଟନ୍ର ଟେଷ୍ଟ ଜବରଦସ୍ତ ଥିଲା। ଯଦି ଆପଣ ପୁରା ରେସିପି ଚାହୁଁଛନ୍ତି ତାହେଲେ ଲଙ୍ଗ୍ ଭିଡ଼ିଓ ଯାଇ ଦେଖନ୍ତୁ।